ନମସ୍କାର। ଆଇଁଷ ବାରିରେ ସାଧା ଖାଇବାକୁ ଇଚ୍ଛା ହେଉନଥିଲେ ଆପଣମାନେ ନିଶ୍ଚୟ ରେସିପିକୁ ଘରେ ବନାନ୍ତୁ। ଆପଣମାନେ ଆଇଁଷ ଖାଇବା ପୁରାପୁରି ଛାଡ଼ିଦେବେ। ତାହା ପୁଣି ବିନା ମସଲା ବାଟିକି ବିନା ମସଲା କଷିକି ପ୍ରେସର କୁକରରେ ଆପଣମାନେ 5 ମିନିଟ୍ରେ ସୋୟାବିନ୍ ଆଳୁ ତରକାରୀ ବନାନ୍ତୁ। ଦେଖିବେ ପୁରାପୁରି ମଟନର ଟେଷ୍ଟ ଆଉ କଲର୍ ଆଉ ଟେକ୍ସଚର୍ ଆପଣମାନେ ଦେଖିପାରୁଥିବେ। ତ ଚାଲନ୍ତୁ ସେଥିପାଇଁ ମୁଁ କିଛି ଗରମ ପାଣିରେ କିଛି ସୋୟାବିନ୍କୁ ଭିଜେଇକି ରଖିଦେଇଥିଲି। ଏହାକୁ ଆମେ ଚିପୁଡ଼ିକି ନେଇଯିବା ଏବଂ କିଛି ଆଳୁରୁ ମୁଁ ଚୋପା ଛଡ଼େଇକି ନେଇଯାଇଥିଲି। ଆପଣମାନେ ଚାହିଁଲେ ଆଳୁରୁ ଚୋପା ଲଗେଇକି ମଧ୍ୟ ନେଇପାରିବେ। ଏହାକୁ ଆମେ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏଁ ଫ୍ରାଏ କରିବା। ଆଳୁ ଭଲ ଭାବରେ ଗୋଲ୍ଡେନ୍ ବ୍ରାଉନ୍ ହୋଇଗଲା ପରେ ଆମେ ଏହାକୁ ଗୋଟେ ପ୍ଲେଟ୍କୁ କାଢ଼ି ନେବା ଏବଂ ସେହି ଅଏଲ୍ରେ ଆମେ ସୋୟାବିନ୍କୁ ପକାଇକି ଭାଜିବା। ଆପଣମାନେ ଚାହିଁଲେ ଡାଇରେକ୍ଟ ପ୍ରେସର କୁକରରେ ମଧ୍ୟ ଆଳୁ ସୋୟାବିନ୍କୁ ଭାଜି ପାରିବେ, କିନ୍ତୁ ମୁଁ ଆଜି କଡ଼େଇରେ ଭାଜିଛି। ଏବେ ମୁଁ ସୋୟାବିନ୍ରେ ହାଫ୍ ଚାମଚ ହଳଦୀ ଗୁଣ୍ଡ, କିଛି କାଶ୍ମୀରୀ ରେଡ୍ ଚିଲି ପାଉଡ଼ର ଏବଂ ହାଫ୍ ଚାମଚ ଲୁଣ ପକାଇ ଏହାକୁ ଭଲ ଭାବରେ ମୁଁ ଭାଜି ନେଇଥିଲି। ଏହାକୁ ମଧ୍ୟ ଆମେ ଗୋଟେ ପ୍ଲେଟ୍କୁ କାଢ଼ି ନେବା। ଏବେ ଚାଲନ୍ତୁ ଆମେ ଗୋଟେ ୟା ପାଇଁ ମସଲା ପ୍ରସ୍ତୁତ କରିବା। ସେଥିପାଇଁ ମୁଁ ଏଠି ଗୋଟେ ଶୁଖିଲା ଲଙ୍କା, ଗୋଲମରିଚ, ଅଳେଇଚ, ଡାଲଚିନି, ଗୁଜୁରାତି, ବଡ଼ ଅଳେଇଚ ଏବଂ ମୁଁ ଏଠି କିଛି ଗୋଟା ଧଣିଆ, ଗୋଟା ଜିରାକୁ ଡ୍ରାଏ ରୋଷ୍ଟ କରିକି ଗୁଣ୍ଡ କରି ନେଇଥିଲି। ଏବେ ଚାଲନ୍ତୁ ଆମେ ପ୍ରେସର କୁକରରେ ଅଏଲ୍ ଗରମ କରିବା ଏବଂ ଏଥିରେ ଗୋଟେ ତେଜପତ୍ର ପକାଇବା। ମୁଁ ଏଠି 2ଟି ପିଆଜକୁ ରଫଲି ଚପ୍ କରିକି ନେଇଯାଇଛି। କିଛି ରସୁଣରୁ ମୁଁ ଚୋପା ଛଡ଼େଇକି ନେଇଯାଇଛି ଏବଂ 2ଟି ଟମାଟୋକୁ ମୁଁ କାଟିକି ନେଇଯାଇଛି ଏବଂ କିଛି ଅଦାକୁ ମୁଁ ଏଠି କୋରିକି ନେଇଯାଇଛି। ଏବେ ଆମେ ପିଆଜକୁ ଅଏଲ୍ରେ ପକାଇକି ଭାଜିବା। ଆମେ ଏଥିରେ ଗୋଲ୍ଡେନ୍ ବ୍ରାଉନ୍ କରିବାନି ପିଆଜକୁ। ଏବେ ଆମେ ଏଥିରେ ରସୁଣ ପକାଇବା ଏବଂ କିଛି କାଶ୍ମୀରୀ ରେଡ୍ ଚିଲି ପାଉଡ଼ର ଦେବା। କାଶ୍ମୀରୀ ରେଡ୍ ଚିଲି ପାଉଡ଼ର ପିଆଜରେ ପକାଇବା ଦ୍ୱାରା ଏହାର କଲର୍ ବହୁତ ଭଲ ଆସିଥାଏ। ଏବେ ଆମେ କୋରିକି ରଖିଥିବା ଅଦାକୁ ଦେଇଦେବା, ହଳଦୀ ଗୁଣ୍ଡ ଏବଂ ମୁଁ ଏଥିରେ ଗୋଟେ ଚାମଚ ମିଟ୍ ମସଲା ଦେଇଥିଲି। ଆମେ ଏଥିରେ କିଛି ବି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଦେବାନି, କାରଣ ଆମେ ଗୋଟା ଜିରା ଧନିଆକୁ ଡ୍ରାଏ ରୋଷ୍ଟ କରିକି ଗୁଣ୍ଡ କରି ନେଇଛନ୍ତି। ଏବେ ଆମେ କାଟିକି ରଖିଥିବା ଟମାଟୋକୁ ଏଥିରେ ଦେଇଦେବା ଏବଂ ଲୁଣ ପକାଇ ଭଲ ଭାବରେ ଗୋଳେଇ ନେବା ଏବଂ ଡ୍ରାଏ ରୋଷ୍ଟ କରିକି ରଖିଥିବା ମସଲାକୁ ମଧ୍ୟ ଆମେ ଏଥିରେ ପକାଇ ଭଲ ଭାବରେ ମିଶାଇ ନେବା। ଏବେ ଆମେ ଏଥିରେ ଗୋଟେ କପ୍ ପାଣି ଦେବା ଏବଂ ଭଲ ଭାବରେ ମିଶାଇକି କଭର୍ କରିକି ଗୋଟେ ହୁଇସିଲ୍ ଆସିଲା ଯାଏଁ ଆମେ ଏହାକୁ କୁକ୍ କରି ନେବା। ଦେଖନ୍ତୁ ଗୋଟେ ହୁଇସିଲ୍ ଆସି ସାରିଲାଣି, ଆମର ମସଲା ପୁରାପୁରି ସିଝି ସାରିଲାଣି। ଏବେ ଆମେ ଗୋଟେ କରଚୁଲି ସାହାଯ୍ୟରେ ଏହାକୁ ପ୍ରେସ୍ କରିକି ମ୍ୟାଶ୍ କରିବା। ଯଦି ଆପଣମାନଙ୍କ ପାଖରେ ପଟାଟୋ ମ୍ୟାସର୍ ଅଛି ଏଇ ଟାଇପ୍ର, ତ ଆପଣମାନେ ପଟାଟୋ ମ୍ୟାସର୍ ସାହାଯ୍ୟରେ ମଧ୍ୟ ଏହାକୁ ଭଲ ଭାବରେ ପ୍ରେସ୍ କରିକି ମ୍ୟାଶ୍ କରିପାରିବେ। ଦେଖନ୍ତୁ ଏହା ପୁରା ବଟା ମସଲା ଭଳିଆ ହେଇଗଲାଣି। ଦେଖିବାକୁ ପୁରାପୁରି ବଟା ମସଲା ଭଳିଆ ହେଇଯାଇଛି। ଏହାକୁ ଆମେ ଅଏଲ୍ ସେପାରେଟ୍ ହେବା ଯାଏଁ କୁକ୍ କରିବା। ଦେଖନ୍ତୁ ମସଲାରୁ ଅଏଲ୍ ସେପାରେଟ୍ ହୋଇସାରିଲାଣି। ଏବେ ଆମେ ଭାଜିକି ରଖିଥିବା ଆଳୁ ସୋୟାବିନ୍କୁ ଏଥିରେ ପକାଇ ଭଲ ଭାବରେ ଗୋଳେଇ ନେବା ଏବଂ ମୁଁ ଏଥିରେ ଗରମ ପାଣି ଦେଇଥିଲି। ମୁଁ ସବୁବେଳେ କୁକ୍ କଲାବେଳେ ଗରମ ପାଣି ହିଁ ୟୁଜ୍ କରେ, କାରଣ ଗରମ ପାଣି ୟୁଜ୍ କରିବା ଦ୍ୱାରା ତରକାରୀର କଲର୍ ବହୁତ ଭଲ ଆସିଥାଏ। ଆପଣମାନେ ଯେଉଁଭଳି ଟାଇପ୍ର ଗ୍ରେଭିର କନସିଷ୍ଟେନ୍ସି ରଖିବାକୁ ଚାହୁଁଛନ୍ତି ସେଇଭଳି ଆପଣ ପାଣି ଦେବେ। ମୁଁ କିଛି କସୁରୀ ମେଥିକୁ ଭାଜିକି ଗୁଣ୍ଡ କରିକି ଏଥିରେ ପକାଇ ଦେଇଥିଲି। ଏହାଦ୍ୱାରା ତରକାରୀର ଫ୍ଲେଭର୍ ବହୁତ ଭଲ ଆସିଥାଏ। ଏହାକୁ କଭର୍ କରିକି ଆମେ ଗୋଟେ ହୁଇସିଲ୍ ଆସିଲା ଯାଏଁ କୁକ୍ କରିବା। ଦେଖନ୍ତୁ ଗୋଟେ ହୁଇସିଲ୍ ଆସି ସାରିଲାଣି। ଆପଣମାନେ ଦେଖିପାରୁଥିବେ ତରକାରୀର କଲର୍ କେତେ ସୁନ୍ଦର ଆସିଛି ଏବଂ ଟେଷ୍ଟ ମଧ୍ୟ ବହୁତ ହି ଭଲ ଆସିଥାଏ। ବିନା ମସଲା ବାଟିକି ଆପଣମାନେ ଖୁବ୍ କମ୍ ସମୟରେ ପ୍ରେସର କୁକରରେ ଏଇଭଳି ଭଳିଆ ଆପଣମାନେ ସୋୟାବିନ୍ ଆଳୁ ତରକାରୀ ବନାନ୍ତୁ। ଏହାକୁ ଭାତ, ରୁଟି ସବୁଥିରେ ଆପଣମାନେ ଖାଇପାରିବେ। ଖାଇବାକୁ ବହୁତ ହି ଟେଷ୍ଟି ଲାଗିଥାଏ। ଆପଣମାନେ ଏଥିରେ କଟା ଧନିଆ ପତ୍ର ମଧ୍ୟ ପକାଇ ପାରିବେ। ଯଦି ରେସିପି ଆପଣମାନଙ୍କୁ ପସନ୍ଦ ଆସିଛି, ଲାଇକ୍ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।